କିଛି ହସ ବାଣ୍ଟି ହେଇଯାଉ, କିଛି ଲୁହ ନିଜ ଭିତରେ ସୀମିତ ହେଇ ରହିଯାଉ। ମନରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ ହେଇଯାଉ। ହୁଏତ ସବୁବେଳେ ମନରେ ସମସ୍ତଙ୍କ ପାଇଁ ଭଲ ଚିନ୍ତନ ରଖି ଜୀବନକୁ ସୁନ୍ଦର କରି କେହି ଜଣେ ସଜେଇ ଦେଇଯାଉ। ଆଉ କାହା ଉପରେ ଆଶା ରଖି ବଞ୍ଚିବାର କାରଣ ଖୋଜିବା ଠିକ୍ ନୁହଁ। ହୁଏତ ସମୟ ସହିତ ସେ ଲୋକ ଦୂରେଇ ଗଲେ କଷ୍ଟ ଲାଗିବା ସୁନିଶ୍ଚିତ। ସେଇଥିପାଇଁ ତ ସମୟର ଅବଧି ମଧ୍ୟରେ ସବୁବେଳେ ନିଜକୁ ନିଜ ସହିତ ବଞ୍ଚିବା ପାଇଁ ଅଭ୍ୟସ୍ତ କରେଇଦେବା ଉଚିତ। ଆଉ ନିଜକୁ ନିଜର ଭଲ ବନ୍ଧୁ ସଜେଇବା ଉଚିତ। ହୁଏତ ସମୟ ସହିତ ବହୁତ ଲୋକ ଜୀବନରେ ଯୋଡ଼ି ହେଇଯିବେ, ସମସ୍ତଙ୍କ ନିଜର ଭାବିବା ଉଚିତ। ଆତ୍ମୀୟତା ସେଭଳି ରହିବା ଉଚିତ, କିନ୍ତୁ ନିର୍ଭରଶୀଳ ହେବା ଠିକ୍ ନୁହଁ। ତେଣୁ ସ୍ୱଇଚ୍ଛାରେ ନିଜ ଜୀବନରେ ସବୁବେଳେ ସେଇ ଆରାଧ୍ୟଙ୍କର ଆଶିଷରେ ଜୀବନକୁ ସୁନ୍ଦର କରି ସଜାନ୍ତୁ। ଜୀବନର ସବୁକିଛି ସ୍ନେହ, ସମ୍ମାନ, ପ୍ରେମ, ସବୁକିଛି ଆବେଗକୁ ସେଇ ଆରାଧ୍ୟଙ୍କ ଉପରେ ଛାଡ଼ି ଦିଅନ୍ତୁ। ସବୁକିଛି ତାଙ୍କଠାରେ ସମର୍ପଣ କରିଦିଅନ୍ତୁ। ଜୀବନକୁ ସେ ସବୁଠୁ ସୁନ୍ଦର କରି ସଜେଇ ଯିବେ। ହୁଏତ ଆପଣ ବି କେବେ ସ୍ୱପ୍ନରେ କଳ୍ପନା କରିନଥିବେ ଯେ ସେ ଆପଣଙ୍କ ଜୀବନକୁ ଏତେ ସୁନ୍ଦର କରି ସଜେଇ ପାରିଲେ। ସତରେ ଆରାଧ୍ୟଙ୍କ ଉପରେ ସେମିତି ଦୃଢ଼ ଭାବରେ ବିଶ୍ୱାସ ରଖିପାରିଲେ ସେ ଆରାଧ୍ୟ ହିଁ ତ ସବୁକିଛି ସମସ୍ୟାର ସମାଧାନର ରାସ୍ତା କାଢ଼ି ଯାଆନ୍ତି। ସମସ୍ୟା ଆଣିବା ଲୋକ ସେଇ ସମସ୍ୟାର ସମାଧାନର ରାସ୍ତା ଦେଖେଇବା ଲୋକ ସିଏ କେବଳ ମଣିଷ ମାଧ୍ୟମ। ସୁଖ ଦୁଃଖ ହସ ଲୁହ ମାଧ୍ୟମରେ ପ୍ରତ୍ୟେକଟି ଜିନିଷକୁ ଅନୁଭବ କରିବା ପାଇଁ ହୁଏତ ଏ ମଣିଷ ଜନ୍ମ ମିଳିଛି। ତେଣୁ ସବୁକିଛି ସେ ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସେ ଯାହା ବି କରିବେ ସବୁ ଭଲ କରିବେ। ଆଉ ଏମିତି କିଛି ଭଲ କରିବେ ଯାହାର କି ଆପଣ କେବେ କଳ୍ପନା ବି କରିନଥିବେ। ତେଣୁ ରାଧାରାଣୀଙ୍କର କୃପା ଯାହା ଉପରେ ଥିବ ସେ କୃଷ୍ଣ ତାଙ୍କର ଆଶିଷର ବର୍ଷା ତା ଉପରେ ହିଁ କରିଯିବେ। ତେଣୁ ରାଧାକୃଷ୍ଣଙ୍କର ଆଶିଷରେ ଜୀବନକୁ ଧନ୍ୟ କରନ୍ତୁ। ସମସ୍ତଙ୍କୁ ହୃଦୟରୁ ରାଧେ କୃଷ୍ଣ।